ଚାଉଳ ବା ଭାତ ତାହା ବିଶ୍ୱ ସମ୍ପ୍ରଦାୟକୁ ଓଡ଼ିଶାର ଦାନ। କୋରାପୁଟରେ ପ୍ରଥମେ ଆମର ଟ୍ରାଇବାଲ୍ କମ୍ୟୁନିଟି ମାନଙ୍କ ଦ୍ୱାରା ଚାଉଳ ଉତ୍ପାଦନ ହେଇଥିଲା 14th ସେଞ୍ଚୁରୀରେ। ଆଉ ବର୍ତ୍ତମାନ ବି ବଟନୀ ବହିରେ ଲେଖା ଅଛି ଯେ ଇଷ୍ଟର୍ଣ୍ଣ ଇଣ୍ଡିଆର ସଦର୍ନ ପାର୍ଟରେ କୋରାପୁଟ ଡିଷ୍ଟ୍ରିକ୍ଟରେ ଟ୍ରାଇବାଲ୍ସ କଲ୍ଟିଭେଟ୍ କରିକି ତାଙ୍କ କମ୍ୟୁନିଟିରେ ଖାଉଥିଲେ, ଯେଉଁଟାକି ଡିସ୍କଭର୍ କରାହେଲା। ଆଉ ଆପଣ ଜାଣିଛନ୍ତି ରିସେଣ୍ଟଲି ପଦ୍ମଶ୍ରୀ କମଳା ପୂଜାରୀ ଆସିଥିଲେ, ଯିଏକି 116 ପ୍ରକାରର ରାଇସ୍ ବ୍ରିଡ୍ କଲେକ୍ଟ କରିକି ନାଁ କରିଛନ୍ତି। ତ ଭାତ ବା ରାଇସ୍ ବା ପେଡ଼ି ବା ଚାଉଳ ତାହା ମଧ୍ୟ ଓଡ଼ିଶାର ଦାନ ବିଶ୍ୱ ସମ୍ପ୍ରଦାୟକୁ। ଆଉ ପଖାଳ ଏମିତି ଗୋଟେ ଆଇଟେମ୍ ଯେଉଁ ସେଇ ଭାତକୁ ଆମେ ଡ୍ରାଇ କଲେ ତାକୁ ଶୁଖା ରହେ, ଆଉ ସେଥିରେ ଯେତେବେଳେ ଆମେ ପାଣି ବା ତୋରାଣୀ ଆଉ ତା ସହିତ ଲୁଣ, ଲେମ୍ବୁ, ଦହି ସବୁ ଏଡ଼୍ କରୁ, ତାହା ପଖାଳ ହୁଏ। ଏହା ଯୁଗ ଯୁଗ ଧରି ଓଡ଼ିଶାର ଗୋଟେ ଫ୍ଲାଗସିପ୍ ଆଇଟେମ୍ ବା ଷ୍ଟେପଲ୍ ଫୁଡ଼୍ ହେଇ ରହିଛି। ତା ବିଷୟରେ ମୁଁ ଏତିକି କହିବି, ଆପଣ ଯଦି ଟେଷ୍ଟ ୱାଇଜ୍ ଦେଖିବେ, ଯେତେବେଳେ ସାଦା ଭାତ ଖାଆନ୍ତି ବା ଶୁଖା ଭାତ ଖାଆନ୍ତି, ତା ଅପେକ୍ଷା ଏଇ ଯେଉଁ ପଖାଳ ଭାତ ଯେଉଁଥିରେ କି ସେଇଟା ୱେଟ୍ ଥାଏ ବା ସେଥିରେ ଦହି, ତୋରାଣୀ, ଲୁଣ, ପାଣି ପଡ଼ିଥାଏ, ତାହା ଅତି ସହଜରେ ଖାଇଯାଏ ବା ବହୁତ ଟେଷ୍ଟି ଥାଏ। ଦ୍ୱିତୀୟରେ ନ୍ୟୁଟ୍ରିସନାଲ୍ ପଏଣ୍ଟ ଅଫ୍ ଭ୍ୟୁରୁ ଦେଖିବେ, ଆମର କାର୍ବୋହାଇଡ୍ରେଟ୍ ସେଥିରେ ରହୁଛି ଯାହାକି ଆମକୁ କ୍ୟାଲୋରି ଦେଉଛି, ଆଉ ସେଥିରେ ଫେଟ୍ ବା ଏମିତି ତେଲ, ଘିଅ, ମସଲା କିଛି ରହୁନାହିଁ, ଯେଉଁଟାକି ଆମର ଜିଆଇ ଅପସେଟ୍ ବା ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ କରୁନାହିଁ। ଆଉ ଏଇ ଯେଉଁ ଲୁଣ ବା ଫର୍ମେଣ୍ଟେଡ୍ ତୋରାଣୀ ଆଉ ଆମର ଦହି, ଯେଉଁଟାକି ଲ୍ୟାକ୍ଟୋବେସିଲସ୍ ରହେ, ଏଡ଼୍ କରାଗଲା, ତାର ଗୋଟେ ନ୍ୟୁଟ୍ରିସନାଲ୍ ଭ୍ୟାଲ୍ୟୁ ଅଛି। ଯେଉଁଟା ଲ୍ୟାକ୍ଟୋବେସିଲସ୍ ହେଲା ଆମର ଗଟ୍ ଫ୍ଲୋରା ବା ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍ ସପ୍ଲିମେଣ୍ଟ କରେ। ତୋରାଣୀ ମଧ୍ୟ ଇଲେକ୍ଟ୍ରୋଲାଇଟ୍ସ ଦିଏ, ଲୁଣ ମଧ୍ୟ ଇଲେକ୍ଟ୍ରୋଲାଇଟ୍ସ ଦିଏ। ସେଥିରେ ଯେଉଁ ଲଙ୍କା ଏଡ଼୍ କରାଯାଏ, ସେ ମଧ୍ୟ ଆମର ପ୍ରୋଟିନ୍, ଇଲେକ୍ଟ୍ରୋଲାଇଟ୍ ଆଉ ଡିଫରେଣ୍ଟ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯେମିତିକି ଜିଙ୍କ୍, ମ୍ୟାଗ୍ନେସିୟମ୍ ଦେଇଥାଏ। ତ ଏଇ ଦିନ ଆମେ ଓଡ଼ିଆମାନେ ସେଲିବ୍ରେଟ୍ କରିବା କଥା, ପଖାଳ ଖାଇବା କଥା। ଆଉ ସେ ଲଣ୍ଡନରେ ଥାଆନ୍ତୁ ବା ଅଷ୍ଟ୍ରେଲିଆରେ ଥାଆନ୍ତୁ, ନ୍ୟୁୟର୍କରେ ଥାଆନ୍ତୁ ବା ସିଡ଼ନୀରେ ଥାଆନ୍ତୁ, ଓଡ଼ିଆ ଲୋକ ଏମିତି ପଖାଳ ତିଆରି କରି ଖାଆନ୍ତି। ଓଡ଼ିଆଙ୍କର ଯେଉଁ ଭୋଜିରେ ବା ମେସ୍ରେ ବା ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳ ବଢ଼ାଯିବାର ଟ୍ରେଣ୍ଡ ରହିଛି। ମୁଁ କହିବି ଏହା ଓଡ଼ିଶାର ଗୋଟେ ଗର୍ବ। ଏହା ଗୋଟେ ଏମିତି ଆଇଟେମ୍ ବା ଏମିତି ଷ୍ଟେପଲ୍ ଫୁଡ଼୍ ଯାହା ଟେଷ୍ଟ ୱାଇଜ୍, ନ୍ୟୁଟ୍ରିସନ୍ ୱାଇଜ୍ ଆଉ ଏକ୍ସେପ୍ଟେନ୍ସ ୱାଇଜ୍ ପ୍ରତ୍ୟେକ ଲୋକକୁ ଆଟ୍ରାକ୍ଟ କରିଛି। ଆପଣ ଦେଖନ୍ତୁ, ଆସାମ ହଉ, ବେଙ୍ଗଲ ହଉ, ବିହାର ହଉ, ସେମାନେ ମଧ୍ୟ ଏହା ଫଲୋ କରନ୍ତି ଆଉ ଓଡ଼ିଶାର କଣ୍ଟ୍ରିବ୍ୟୁସନ୍କୁ ସ୍ୱୀକାର କରନ୍ତି। ତାହା ବର୍ତ୍ତମାନ ନ୍ୟାସନାଲ୍ ଆଉ ଗ୍ଲୋବାଲ୍ ଲେଭେଲ୍କୁ ମଧ୍ୟ ଗଲାଣି, ଯେଉଁଟାକି ଆମେ ଦେଖୁଛେ ଆମର 5 ଷ୍ଟାର୍ ହୋଟେଲ୍ର ସ୍ପ୍ରେଡ଼୍ରେ ମଧ୍ୟ ଦହି ଭାତ ରହୁଛି।